ମାସର କୃଷ୍ଣ ପକ୍ଷ ଏକାଦଶୀ ଆକୁ ପାପମୋଚନ ଏକାଦଶୀ ବୋଲି କୁହାଯାଏ। ଯୁଧିଷ୍ଠିର ମହାରାଜ ଶ୍ରୀକୃଷ୍ଣଙ୍କୁ କହିଲେ, ହେ ପ୍ରଭୁ, ଚୈତ୍ର ମାସ କୃଷ୍ଣ ପକ୍ଷ ଏକାଦଶୀ କି ନାମରେ ପ୍ରସିଦ୍ଧା ତାହା ବର୍ଣ୍ଣନା କରନ୍ତୁ। ଶ୍ରୀକୃଷ୍ଣ କହିଲେ, ହେ ମହାରାଜ, ତୁମ ନିକଟରେ ପାପନାଶକ ଏକାଦଶୀ ଉପାଖ୍ୟାନ ବର୍ଣ୍ଣନା କରୁଛି, ଶ୍ରବଣ କର। ରାଜ ଚକ୍ରବର୍ତ୍ତୀ ମାନ୍ଧାତା ଲୋମସ ମୁନିକୁ ଏହି ଏକାଦଶୀ କଥା ଜିଜ୍ଞାସା କରିଥିଲେ। ସେ ଯାହା କହିଥିଲେ ମୁଁ ତାହା ହିଁ କହୁଛି। ତ ଇଏ ପାପନାଶନୀ ଏକାଦଶୀ ବା ପାପମୋଚନୀ ଏକାଦଶୀ, ଏଇ ଯେଉଁ ଚୈତ୍ର ମାସର କୃଷ୍ଣପକ୍ଷ ଏକାଦଶୀ। ଏବଂ ଭଗବାନ କୃଷ୍ଣ କହୁଛନ୍ତି ଯୁଧିଷ୍ଠିର ମହାରାଜଙ୍କ ଉତ୍ତରରେ, କହୁଛନ୍ତି ମାନ୍ଧାତା ଋଷି, ରାଜା ମାନ୍ଧାତାଙ୍କୁ ଋଷି ଲୋମସ ମୁନି ଏହି ପ୍ରସଙ୍ଗରେ ଆଗରୁ ଯାହା କହିଥିଲେ ମୁଁ ତାହା କହୁଛି, ଶୁଣ। ମାନ୍ଧାତା ରାଜା କହିଲେ, ହେ ମହାମୁନି, ଲୋକମାନଙ୍କର ହିତ କାମନାର୍ଥେ ଆପଣଙ୍କ ନିକଟରୁ ଚୈତ୍ର ମାସର କୃଷ୍ଣପକ୍ଷ ଏକାଦଶୀର ବିବରଣୀ ଶ୍ରବଣ କରିବାକୁ ଇଚ୍ଛା କରୁଛି। ଏହି ଏକାଦଶୀର ନାମ କ'ଣ, ପାଳନର ବିଧି କ'ଣ ଏବଂ ପୁଣ୍ୟ ଫଳ ମଧ୍ୟ କ'ଣ, ଅନୁଗ୍ରହ ପୂର୍ବକ ତାହା ବର୍ଣ୍ଣନା କରନ୍ତୁ। ତ ରାଜା ମାନ୍ଧାତା ପଚାରୁଛନ୍ତି ଏବଂ ଲୋମସ ମୁନି ଏହାର ଉତ୍ତର ପ୍ରଦାନ କରୁଛନ୍ତି। ଏହାର ଉତ୍ତରରେ ଲୋମସ ମୁନି କହିଲେ, ହେ ମହାରାଜ, ଏହି ଏକାଦଶୀର ନାମ ପାପମୋଚନୀ। ଏହା କାମଦା ଓ ସର୍ବ ସିଦ୍ଧିପ୍ରଦା। ଏହି ବ୍ରତର ଶୁଭପ୍ରଦ ଓ ପାପନାଶକ ବିଚିତ୍ର ଉପାଖ୍ୟାନ ତୁମ ନିକଟରେ ବର୍ଣ୍ଣନା କରୁଛି, ଶୁଣ। ପୂର୍ବ କାଳରେ ଅପ୍ସରାଗଣଙ୍କ ସହିତ ଚୈତ୍ରରଥ ନାମକ ଦେବ ଉଦ୍ୟାନରେ ବସନ୍ତ କାଳରେ ଭ୍ରମରଗଣ ମଧୁପାନ ନିମିତ୍ତ ଗୁଣୁ ଗୁଣୁ ଶବ୍ଦ କରୁଥିଲେ। ଗନ୍ଧର୍ବ କନ୍ୟାଗଣ ବାଦ୍ୟ ବାଦନକାରୀ କିନ୍ନରାଦିମାନଙ୍କ ସହିତ ଗୀତ ବାଦ୍ୟରେ ଆନନ୍ଦ ଉପଭୋଗ କରୁଥିଲେ। ତ ଚୈତ୍ରରଥ ନାମକ ଗୋଟେ ଦେବ ଉଦ୍ୟାନ ରହିଛି, ଦେବତାମାନଙ୍କର ଉଦ୍ୟାନ ଯେଉଁଟା। ଆଉ ସେଠି ଅପସରା ମାନେ ଏବଂ କିନ୍ନର ମାନେ, ବିଭିନ୍ନ ଗନ୍ଧର୍ବ ମାନେ, ଏମାନେ ସବୁ ବାଦରତ୍ୱରେ ନିମଜ୍ଜିତ ଥାନ୍ତି। ବସନ୍ତ କାଳ ହେଇଥାଏ, ଭ୍ରମର ମାନେ ଗୁଣୁ ଗୁଣୁ ଗାନ କରୁଥାନ୍ତି। ସୁନ୍ଦର ଉପବନ ଉଦ୍ୟାନ। ଦେବତାମାନଙ୍କ ସହିତ ସ୍ୱର୍ଗର ରାଜା ଇନ୍ଦ୍ର ସେହି ବନରେ କ୍ରୀଡ଼ା କରୁଥିଲେ। ସେଠାରେ ମୁନିଗଣ ମଧ୍ୟ ବହୁତ କାଳ ପର୍ଯ୍ୟନ୍ତ ତପସ୍ୟା କରୁଥାନ୍ତି। ସେଠାରେ ମେଧାବୀ ନାମକ ଏକ ବ୍ରହ୍ମଚାରୀ ଋଷିଙ୍କୁ ମଞ୍ଜୁଯୋଷା ନାମକ ଏକ ବିଖ୍ୟାତ ଅପସରା ବଶୀଭୂତ କରିବା ନିମିତ୍ତ ଚେଷ୍ଟା କରିବାକୁ ଲାଗିଲା। ତ ସେ ଯେଉଁ ସୁନ୍ଦର ଉପବନ ଥାଏ, ସେଠି ଦେବତାମାନେ ଏବଂ ଦେବତାମାନଙ୍କର ରାଜା ଇନ୍ଦ୍ରଦେବ ମଧ୍ୟ ସେଠାରେ ବିହାର କରୁଥାନ୍ତି। ବହୁତ ସୁନ୍ଦର ସ୍ଥାନ। ଆଉ ସେଠାରେ ମୁନି ଋଷିମାନେ ମଧ୍ୟ ବହୁତ ତପ ଆଚରଣ କରୁଥାନ୍ତି। ବହୁତ ବିଶାଳ ବନ। ତ ସେଠି ଜଣେ ବ୍ରହ୍ମଚାରୀ ଥାନ୍ତି, ତାଙ୍କ ନାଁ ହେଉଛି ମେଧାବୀ ନାମକ ଜଣେ ବ୍ରହ୍ମଚାରୀ। ସିଏ ମଧ୍ୟ ତପ ଆଚରଣ କରନ୍ତି। ଆଉ ସେଠାରେ ମଞ୍ଜୁଯୋଷା ନାମକ ଗୋଟେ ବିଖ୍ୟାତ ଅପସରା ଥାଏ, ମଞ୍ଜୁଯୋଷା। ହେଲେ ସିଏ ସବୁବେଳେ ଚେଷ୍ଟା କରୁଥାଏ ଏଇ ମେଧାବୀ ନାମକ ବ୍ରହ୍ମଚାରୀକୁ ବଶୀଭୂତ କରିବା ପାଇଁ। ତା ପ୍ରତି ଆସକ୍ତି ଥାଏ ତାର। କିନ୍ତୁ ଋଷିଙ୍କ ଅଭିଶାପରେ ଆଶ୍ରମର ମାତ୍ର 1 କୋଶ ଦୂରରେ ସେ ବାସ କରୁଥାଏ। ସେ ଗୃହରେ ଅବସ୍ଥାନ କରି ବୀଣା ଯନ୍ତ୍ରରେ ମଧୁର ସ୍ୱରରେ ଅତି ସୁନ୍ଦର ଗାନ କରୁଥିଲା। ପୁଷ୍ପଚନ୍ଦନରେ ଭୂଷିତା ସଙ୍ଗୀତକାରିଣୀ ମଞ୍ଜୁଯୋଷାକୁ ଅବଲୋକନ କରି କାମଦେବ ମନମୋହନ ରୂପରେ ତାର ଶରୀରରେ ଅବସ୍ଥାନ କଲେ। ତ ଇଏ ଯେଉଁ ମଞ୍ଜୁଯୋଷା ଅପସରା, ଇଏ କ'ଣ କରୁଥିଲା ନା, ଋଷିଙ୍କ ପ୍ରତି ସିନା ଆକର୍ଷିତ ଥିଲା ବ୍ରହ୍ମଚାରୀଙ୍କ ପ୍ରତି, କିନ୍ତୁ ତାଙ୍କ ପାଖକୁ ଗଲେ କାଳେ ଅଭିଶାପ ପ୍ରଦାନ କରିବେ। ସେଥିପାଇଁ ସେ କ'ଣ କରୁଥିଲା ନା, ଋଷି ଆଶ୍ରମ ଠାରୁ କିଛି ଦୂରରେ ରହି ସେ ଗୋଟେ କୁଟୀର ନିର୍ମାଣ କରିଥିଲା। ଏବଂ ସେଇ କୁଟୀରରେ ସେ କ'ଣ କରୁଥାଏ ନା, ବୀଣା ଯନ୍ତ୍ର ବାଦନ କରି ସୁନ୍ଦର ଭାବରେ ତାର ସଙ୍ଗୀତ ଗାନ କରୁଥାଏ। ହେଲେ ଇଏ ଯେଉଁ ଆକର୍ଷଣର କେନ୍ଦ୍ରବିନ୍ଦୁ ହେଉଛନ୍ତି କିଏ ନା, କାମଦେବ ଏଥିରେ ମଧ୍ୟସ୍ଥି ଭାବରେ କାର୍ଯ୍ୟ କଲେ। କାରଣ ଯେତେବେଳେ ଗୋଟେ ନାରୀ ପୁରୁଷ ପ୍ରତି ଆସକ୍ତ ହୁଏ, ପୁରୁଷ ନାରୀ ପ୍ରତି ଆସକ୍ତ ହୁଏ, ସେତେବେଳେ ଏଇ ଯେଉଁ କାମବାଣ ଯାହାକୁ କୁହାଯାଏ, ଆସକ୍ତିର ଯେଉଁ ଆକର୍ଷଣ ଦେବତା ହେଉଛନ୍ତି କାମଦେବ, ସିଏ କ'ଣ କଲେ ନା, ଏଇ ମଞ୍ଜୁଯୋଷାର ଶରୀର ଭିତରେ ପ୍ରବେଶ କଲେ ତାଙ୍କୁ ବ୍ରହ୍ମଚାରୀଙ୍କୁ ଆକର୍ଷଣ କରିବା ପାଇଁ। ସେ କ'ଣ କଲେ ନା, ତାଙ୍କ ଶରୀରରେ ଅବଲୋକନ କଲେ ବା ଅବସ୍ଥାନ କଲେ। ତାହାର ଭ୍ରୁକୁ ଧନୁଷ୍କୋଟି, କଟାକ୍ଷକୁ ଗୁଣ ପକ୍ଷଯୁକ୍ତ, ନୟନ ଯୁଗଳକୁ ଅନ୍ୱେଷଣକାରୀ ଏବଂ ସ୍ତନଦ୍ୱୟକୁ ପଟକୁଟ ରୂପରେ କଳ୍ପନା କରି କାମଦେବ ତାକୁ ଜୟ କରିବା ପାଇଁ ଚେଷ୍ଟା କରିବାକୁ ଲାଗିଲେ। ମଞ୍ଜୁଯୋଷା ସେତେବେଳେ ସେହି କାମଦେବଙ୍କର ସେନା ରୂପେ ପରିଗଣିତ ହେଲା। ତ ମଞ୍ଜୁଯୋଷା ଗୋଟେ ସୁନ୍ଦର ନାରୀ ଥିଲା, ଗୋଟେ ସୁନ୍ଦର ଅପସରୀ ଥିଲା। ତାର ଶରୀରର ସମସ୍ତ ଆକର୍ଷଣୀୟ ଅଙ୍ଗକୁ କାମଦେବ ବ୍ୟବହାର କରି ସେ ଆକର୍ଷିତ କରିଦେଲେ ମଞ୍ଜୁଯୋଷାକୁ। ଯେମିତି ଏଇ ଯେଉଁ
ମେଧାବୀ ବ୍ରହ୍ମଚାରୀ ତାଙ୍କୁ ଯେମିତି ସେ ଆକର୍ଷଣ କରିବେ। ସେହି ମେଧାବୀ ମୁନିକୁ ଦର୍ଶନ କରି କାମଶରରେ ପୀଡ଼ିତ ହେଲା। କାରଣ ସେହି ନବଯୌବନ ସମ୍ପନ୍ନ ଋଷି ଦ୍ୱିତୀୟ କାମଦେବ ପରି ବିରାଜମାନ କରୁଥିଲେ। ସେ ପିତା ଚୌବନ ଋଷିଙ୍କର ମନୋରମ ଆଶ୍ରମରେ ବାସ କରୁଥିଲେ। ମଞ୍ଜୁଯଶା କାମାସକ୍ତ ହୋଇ ହସ୍ତରେ ଶବ୍ଦାୟମାନ ବଳୟ, ଚରୁଣରେ ନୂପୁର, କଟି ଦେଶରେ ମେଖଳା ଦ୍ୱାରା ସୁଶୋଭିତ ହୋଇ ମଝିରେ ମଝିରେ ଋଷିଙ୍କ ଆଶ୍ରମ ନିକଟରେ ଗମନ କରିବାକୁ ଲାଗିଲା। ମେଧାବୀ ମଧ୍ୟ ତାର ଅନୁପମ ସୌନ୍ଦର୍ଯ୍ୟ ଦର୍ଶନରେ ମୁଗ୍ଧ ହେଲେ। ତ ଯେତେବେଳେ କାମଦେବ ଏ ମଞ୍ଜୁଯଶା ଶରୀର ଭିତରେ ପ୍ରବେଶ କଲେ, ତାର ଆହୁରି ଋଷିଙ୍କ ପ୍ରତି ଆକର୍ଷଣ ବଢ଼ିଲା। ଏବଂ ଯେତେବେଳେ ଋଷି ଆଶ୍ରମ ଦେଇକି ବେଳେବେଳେ ଗତି କରୁଥିଲେ, ସେ ମେଧାବୀ ଋଷି ବା ମେଧାବୀ ନାମକ ବ୍ରହ୍ମଚାରୀ ଏଇ ଯେଉଁ ଅପସରା ଉପରେ ମଧ୍ୟ ତାଙ୍କର ଦୃଷ୍ଟି ପଡ଼ିଲା ଏବଂ ଆ ପ୍ରତି ମଧ୍ୟ ସେ ଆକର୍ଷିତ ହେଲେ। ତ ସେ ଯେଉଁ ମେଧାବୀ ବ୍ରହ୍ମଚାରୀ ବା ଋଷି ସେ କ'ଣ କରୁଥିଲେ ନା ତାଙ୍କ ପିତା ଚୌବନ ଋଷିଙ୍କ ଆଶ୍ରମରେ ରହୁଥିଲେ। ଚୌବନ ଋଷିଙ୍କର ପୁତ୍ର ଥିଲେ ମେଧାବୀ। ତ ଯେତେବେଳେ ସେହି ଅପ୍ସରା ମେଧାବୀଙ୍କର ହାବଭାବ ଓ କଟାକ୍ଷ ଦ୍ୱାରା ବଶୀଭୂତ କଲା, ଏହାପରେ ହାତରେ ବୀଣାଟିକୁ ଭୂମିରେ ରଖି ମୁନିକୁ ଆଲିଙ୍ଗନ ପାଶରେ ବଦ୍ଧ କଲା। ପବନ ବେଗରେ କମ୍ପିତା ଲତା ଯେପରି ବୃକ୍ଷକୁ ଅବଲମ୍ବନ କରେ ତଦ୍ରୂପ ମଞ୍ଜୁଯଶା ମଧ୍ୟ ବଳପୂର୍ବକ ଆଲିଙ୍ଗନ କରିବାରୁ ମୁନି ମଧ୍ୟ ରମଣରେ ପ୍ରବୃତ୍ତ ହେଲେ। ଏହିପରି ବହୁକାଳ ଏକ ସାଙ୍ଗରେ ବସବାସ କଲା ପରେ ମଞ୍ଜୁଯଶା ଦେବଲୋକକୁ ଯିବା ନିମିତ୍ତ ମେଧାବୀଙ୍କ କହିବାକୁ ଲାଗିଲା, ହେ ପ୍ରଭୁ, ମୁଁ ନିଜ ଦେଶକୁ ଗମନ କରିବି, ମୋତେ ଯିବା ନିମିତ୍ତ ଆଦେଶ ପ୍ରଦାନ କରନ୍ତୁ। ମେଧାବୀ କହିଲେ, ଯେ ପର୍ଯ୍ୟନ୍ତ ପ୍ରାତଃକାଳ ଉପସ୍ଥିତ ନ ହୋଇଛି ସେ ପର୍ଯ୍ୟନ୍ତ ମୋ ନିକଟରେ ଅବସ୍ଥାନ କର। ହେଲେ ୟା ଭିତରେ କ'ଣ ହେଇଛି ନା, ଯେତେବେଳେ ଏ ମଞ୍ଜୁଯଶା ବାରମ୍ବାର ସେ ଋଷିଙ୍କ ନିକଟକୁ ଯାଇଛି, ତାଙ୍କର ଦୃଷ୍ଟି ୟାଙ୍କ ଉପରେ ପଡ଼ିଛି, ସେତେବେଳେ ୟାଙ୍କର ମଧ୍ୟ କ'ଣ ହେଇଛି ନା ପରସ୍ପର ପ୍ରତି ଆକର୍ଷଣ ବଢ଼ିଛି ଏବଂ ତାପରେ ଦୁହେଁ ଦୁହିଁଙ୍କୁ ପରସ୍ପର ଆଲିଙ୍ଗନ ମୁଦ୍ରା ଏବଂ ତାପରେ ସେମାନେ କାମବାଣରେ ବିବଦ୍ଧ ହୋଇ ଦୁଇ ଜଣ ଯାକର ମିଳନ ଘଟିଛି। ବହୁ ଦିନ ଦୁଇ ଜଣ ଯାକ ମିଳନ ହେଲା ପରେ ବା ସହବାସ ଘଟଣା ଘଟିଲା ପରେ ତାପରେ ଏଇ ଯେଉଁ ମଞ୍ଜୁଲତା ଥିଲା ସେ ଚେଷ୍ଟା କଲା କି ମୁଁ ବର୍ତ୍ତମାନ ମୋ ଧାମକୁ ଚାଲିଯିବି। କାରଣ ସେମାନେ ସ୍ୱର୍ଗରେ ରହିବା ଲୋକ, ଅପସରୀ ମାନେ, ସେ ଆସିଥିଲା କେବଳ ଏ ଋଷିଙ୍କର ଶରୀର ପ୍ରତି ଆକର୍ଷିତ ହୋଇ। ତ ବହୁଦିନ ପରେ ଇଏ ବର୍ତ୍ତମାନ ଯିବା ପାଇଁ ଚେଷ୍ଟା କରୁଛି। କିନ୍ତୁ ଋଷି କହୁଛନ୍ତି କ'ଣ ନା, ସେ ଯେଉଁ ମେଧାବୀ ଋଷି ସେ କହିଲେ, ନା ନା ନା, ସକାଳ ନ ପାଇବା ପର୍ଯ୍ୟନ୍ତ ମୁଁ ତୁମକୁ ଛାଡ଼ିବିନି, ତୁମେ ରୁହ, ସକାଳ ପାଇବା ପର୍ଯ୍ୟନ୍ତ ମୋ ପାଖରେ ରହିବାକୁ ପଡ଼ିବ। ତ ଲୋମଶ ମୁନି କହିଲେ, ହେ ମହାରାଜ, ମଞ୍ଜୁଯଶା ମେଧାବୀଙ୍କର ବାକ୍ୟ ଶ୍ରବଣ ପରେ ସାପ ଭୟରେ ତାଙ୍କ ନିକଟରେ ଅବସ୍ଥାନ କଲା। ଏହିପରି ଭାବରେ ବହୁତ ବର୍ଷ ଅର୍ଥାତ୍ 55 ବର୍ଷ 9 ମାସ 3 ଦିନ ଅତିବାହିତ ହେଲା। ଦୀର୍ଘକାଳ ଅପ୍ସରା ସହିତ ସହବାସରେ ରହିଲେ ମଧ୍ୟ ମେଧାବୀଙ୍କ ନିକଟରେ ଏହା ନିଃସ୍ୱାର୍ଥ ବୋଲି ମନ ହେଲା। ବିଚାର କରନ୍ତୁ ଆପଣମାନେ। ତ ଇଏ ଯେତେବେଳେ ମଞ୍ଜୁଯଶା ଚେଷ୍ଟା କରୁଛି ପଳେଇ ଯିବା ପାଇଁ, ସେତେବେଳେ ଋଷି କହୁଛନ୍ତି, ନା, ତୁମେ ଏଠି ରହିବାକୁ ପଡ଼ିବ ସକାଳ ପାଇଲା ପର୍ଯ୍ୟନ୍ତ। ତାପରେ ସେ ସାପ ଭୟରେ ରହିଯାଉଛି ମଞ୍ଜୁଯଶା ଅପ୍ସରା। କିନ୍ତୁ ଏଇ ଯେଉଁ ଋଷି ମେଧାବୀ ଋଷି ତାଙ୍କ ସହିତ ସେ ଦୀର୍ଘ ବର୍ଷ 55 ବର୍ଷ 9 ମାସ 3 ଦିନ ପର୍ଯ୍ୟନ୍ତ ତାଙ୍କ ସହିତ ସେ ରତି କ୍ରୀଡ଼ା କରୁଛନ୍ତି। ବିଚାର କରନ୍ତୁ ଋଷିମୁନିମାନଙ୍କର କ'ଣ ସାମର୍ଥ୍ୟ ଶକ୍ତି। ସେଥିପାଇଁ ଜଗତରେ ଭୌତିକ ଭୋଗ କରିବା ପାଇଁ ହେଲେ ମଧ୍ୟ ତପସ୍ୟା ବଳ ଦରକାର। ବିନା ତପସ୍ୟାରେ ତୁମେ ଭୌତିକ ସୁଖ ମଧ୍ୟ ପ୍ରାପ୍ତ ହୋଇପାରିବ ନାହିଁ। ତ ଏଇଭଳି ଭାବରେ ଏତେ ସମୟ ସେମାନଙ୍କ ସହିତ ସହବାସ ରହିଲା ପରେ ମଧ୍ୟ ଏ ମେଧାବୀ ଋଷିଙ୍କୁ ଗୋଟେ ନିଃସ୍ୱାର୍ଥ ମାନେ ଗୋଟେ ଅଧରାତି ଭଳିଆ ଜଣାପଡ଼ୁଥିଲା। ଦିନ ରାତି ତାଙ୍କୁ ସବୁ ସମାନ ଲାଗୁଥିଲା। ଏହାପରେ ପୁନର୍ବାର ମଞ୍ଜୁଯଶାଙ୍କର ସ୍ୱସ୍ଥାନକୁ ପ୍ରସ୍ଥାନ ନିମିତ୍ତ ପ୍ରାର୍ଥନାରେ ମେଧାବୀ କହିଲେ, ବର୍ତ୍ତମାନ ପ୍ରାତଃକାଳ ହୋଇଅଛି, ଅତଏବ ମୋର କଥା ଶ୍ରବଣ କର। ଯେତେବେଳେ ପର୍ଯ୍ୟନ୍ତ ମୁଁ ପ୍ରାତଃକାଳୀନ ସନ୍ଧ୍ୟାକୃତ୍ୟ ସମାପନ ନ କରିଛି ସେ ପର୍ଯ୍ୟନ୍ତ ତୁମେ ଏଠାରେ ଅବସ୍ଥାନ କର। ତ ତାପରେ 55 ବର୍ଷ ପରେ ଏ ମଞ୍ଜୁଯଶା ଆଉ ଥରେ ନିବେଦନ କଲା କି, ଋଷିବର, ବର୍ତ୍ତମାନ ମୋତେ ଛାଡ଼, ମୁଁ ଯିବି ବର୍ତ୍ତମାନ ମୋ ଲୋକକୁ। ହେଲେ ଋଷି କହୁଛନ୍ତି, ମେଧାବୀ ଋଷି କହୁଛନ୍ତି, ଏବେ ସକାଳ ପାଇଲା, ମୁଁ ବର୍ତ୍ତମାନ ମୋର ପ୍ରାତକୃତ୍ୟ କରିବି, ତମେ ଏଠି ଅବସ୍ଥାନ କର, ରୁହ, ଏତେ ଶୀଘ୍ର କାହିଁକି ଯିବା ପାଇଁ। ମୁନି ବାକ୍ୟ ଶ୍ରବଣ କରି ঈପ୍ସିତ ହାସ୍ୟ ସହିତ ମଞ୍ଜୁଯଶା ତାଙ୍କୁ କହିଲା, ହେ ନିଷ୍ପାପ ମୁନିବର, ମୋ ସହିତ ସହବାସରେ ଯେ ଆପଣଙ୍କର କେତେ ସମୟ ଗତ ହୋଇଛି ତାହା ଥରେ ବିଚାର କରି ଦେଖନ୍ତୁ। ତାହାଙ୍କ କଥା ଶୁଣିବା ପରେ ମୁନି ଗତ ହୋଇଥିବା ସମୟ ପରିମାଣର ଚିନ୍ତା କରି ଦେଖିଲେ ଯେ ଯୋଶିତ ସଙ୍ଗରେ ତାଙ୍କର 56 ବର୍ଷ ଅତୀତ ହୋଇଯାଇଅଛି। ତ ଏହାପରେ ଯେତେବେଳେ ଦ୍ୱିତୀୟ ଥର ଇଏ ମଞ୍ଜୁଯଶା ତାଙ୍କୁ ଅନୁରୋଧ କରୁଛି ନିଜ ଧାମକୁ ଯିବା ପାଇଁ ଏବଂ ଋଷି ଛାଡ଼ୁନାହାନ୍ତି, ସେତେବେଳେ ମଞ୍ଜୁଯଶା ହସୁଛନ୍ତି, କହୁଛନ୍ତି, ହେ ଋଷି,
ତମେ ଏତେ କାମାସକ୍ତ ହେଇଯାଇଛ ଯେ ତୁମେ ଜାଣିପାରୁନ କେତେ ଦିନ ଅତିବାହିତ ହେଲାଣି ତୁମର ମୋ ସହିତ, ଆଉ ତୁମେ କହୁଛ ଅର୍ଦ୍ଧରାତ୍ରି ସକାଳ ପାଇଲା, ଏବେ କେତେ କେତେ ବର୍ଷ ଅତିବାହିତ ହେଲାଣି। ଏ କଥା ଶୁଣିଲା ପରେ ମୁନି କ'ଣ କଲେ ନା କାମାସକ୍ତରୁ ତାଙ୍କ ମନକୁ ନିବୃତ୍ତ କରି ସେ ଚିନ୍ତା କଲେ ଯେ କେତେ ଦିନ ହେଲା ମୁଁ ୟା ସହିତ ରହିଲାଣି। ତ ସେ ଯେତେବେଳେ ଜାଣିପାରିଲେ ତାଙ୍କର ତପ ବଳରେ କି 55 ବର୍ଷ 56 ବର୍ଷ ହେଲାଣି ବର୍ତ୍ତମାନ ଆ ସହିତ ମୁଁ ରହିଲି, ତାପରେ ସେ ବହୁତ ମନ ଦୁଃଖ ହେଲା ତାଙ୍କର, ସେ ଭାଙ୍ଗି ପଡ଼ିଲେ। ତାପରେ କ'ଣ ହେଉଛି ଦେଖନ୍ତୁ, ବର୍ତ୍ତମାନ ସେ କ୍ରୋଧରେ ମଞ୍ଜୁଯୋଷା ପ୍ରତି ଅଗ୍ନିମୂର୍ତ୍ତି ଧାରଣ କଲେ। ସେ ତାକୁ କାଳ ରୂପା ତପସ୍ୟା କ୍ଷୟକାରିଣୀ ଅବଗତ ହୋଇ କମ୍ପିତା କଣ୍ଠରେ ତାକୁ କହିବାକୁ ଲାଗିଲେ, ହେ ପାପିଷ୍ଟା, ତୁମକୁ ଧିକ୍, ଦୁରାଚାରୀ, କୁଳଟା, ପାତକ ପ୍ରିୟା, ତୁ ପିଶାଚି ହୋଇଯା। ଏହା କହି ଶାପ ପ୍ରଦାନ କଲେ। ମେଧାବୀଙ୍କ ଶାପରେ ତାହାର ଶରୀର ତତ୍କ୍ଷଣାତ୍ ବିରୂପ ପ୍ରାପ୍ତ ହେଲା। ସେତେବେଳେ ସେ ଅବନତ ମସ୍ତକରେ ପ୍ରଣାମ ପୂର୍ବକ ଶାପମୋଚନ ଉପାୟ ଜିଜ୍ଞାସା କଲେ। ତ ଯେତେବେଳେ ଏ ମେଧାବୀ ଋଷି ଜାଣିପାରିଲେ ଯେ ମୋର 56 ବର୍ଷ ଅତିବାହିତ ହୋଇଯାଇଛି ଏହା ସଙ୍ଗରେ, ତାପରେ ସେ କ୍ରୋଧିତ ହେଲେ, କହିଲେ ତୁ କୁଳଟା, ତୁ ପିଶାଚିନୀ, ତପସ୍ୟା ନଷ୍ଟକାରିଣୀ, ତୋ ଯୋଗୁଁ ମୋର ଏତେ ମୂଲ୍ୟବାନ ଜୀବନ ନଷ୍ଟ ହୋଇଗଲା, ଏତେ ବର୍ଷ କାଳ ମୁଁ ତୋ ସହିତ ରତି କ୍ରୀଡ଼ାରେ ବ୍ୟାପୃତ ହୋଇଗଲି, ତୁ ପିଶାଚିନୀ ହେଇଯା। ତାକୁ ସେ ଅଭିଶାପ ଦେଲେ ସାଙ୍ଗେ ସାଙ୍ଗେ। ଆଉ ତାପରେ ସେ ଯେଉଁ ଅପରୂପା ସୁନ୍ଦରୀ ଯେଉଁ ଥିଲା ଅପସରା ମଞ୍ଜୁଯୋଷା, ସେ ସାଙ୍ଗେ ସାଙ୍ଗେ କହିଲା, ହେ ମୁନିବର, ଦୟାକରି ଆପଣ ମୋତେ କ୍ଷମା କରନ୍ତୁ, ମୁଁ କେମିତି ଶାପରୁ ଉଦ୍ଧାର ହେବି, ମୋତେ ଆପଣ ଦଣ୍ଡ ତ ଦେଲେ, ତାର ଉପାୟ ଦିଅନ୍ତୁ କେମିତି ମୁଁ ଉଦ୍ଧାର ହେବି। ମେଧାବୀ କହିଲେ, ହେ ସୁନ୍ଦରୀ, ତୁମ ସହିତ ଦୀର୍ଘ ଦିନ ଅବସ୍ଥାନରେ ମୋର ମହାତପସ୍ୟାର ଫଳ ନଷ୍ଟ ହୋଇଛି। ଚୈତ୍ର ମାସର କୃଷ୍ଣପକ୍ଷ ପାପମୋଚନୀ ନାମକ ସର୍ବପାପ କ୍ଷୟକାରିଣୀ ଯେଉଁ ଏକାଦଶୀ ଅଛି, ସେହି ବ୍ରତ ଫଳରେ ତୁମର ପିଶାଚିତ୍ତ ଦୂର ହେବ। ଏହି କଥା କହି ମେଧାବୀ ପିତାଙ୍କ ଆଶ୍ରମକୁ ଗମନ କରି ପିତାଙ୍କୁ କହିଲେ, ହେ ପିତା, ଅପ୍ସରା ସହିତ ସଙ୍ଗ ଦୋଷରୁ ମୁଁ ମହାପାପ କରିଛି, ଏହାର ପ୍ରାୟଶ୍ଚିତ କ'ଣ କୃପାପୂର୍ବକ ମୋତେ କୁହନ୍ତୁ। ତ ହେଲେ ମେଧାବୀ ଏଇ ଯେଉଁ ସୁନ୍ଦର ସ୍ତ୍ରୀ ଥିଲେ, ତାଙ୍କର ଏଇ ଯେଉଁ ଅପସରୀ ଥିଲେ ମଞ୍ଜୁଯୋଷା, ତାକୁ କହିଲେ ତୁମେ କ'ଣ କର ନା ପାପମୋଚନୀ ଏକାଦଶୀକୁ ଗ୍ରହଣ କର, ଏଇ ଏକାଦଶୀ ବ୍ରତ ପାଳନ କଲେ ତୁମର ପିଶାଚିତ୍ତ ନଷ୍ଟ ହେବ। ଏ କଥା କହି ତାଙ୍କୁ ସେ ବିଦାୟ କଲେ ଏବଂ ସିଏ ନିଜେ ଯେଉଁ ଏତେ ଦିନ ଧରି ତପସ୍ୟାରୁ ବହିର୍ଭୂତ ହୋଇ ଗୋଟେ ନାରୀ ସହିତ ସଙ୍ଗ କରି ନିଜକୁ ପାପ ଆଚରଣ କରିଥିଲେ, ତ ସେ ମଧ୍ୟ ତାଙ୍କ ଗୁରୁଙ୍କ ପାଖକୁ ଗଲେ, ତାଙ୍କ ପିତାଙ୍କ ପାଖକୁ, ଏବଂ ପିତାଙ୍କୁ କହିଲେ, ହେ ପିତା, ଆପଣ ଉପାୟ କୁହନ୍ତୁ, ମୁଁ କ'ଣ କରିବି, ମୁଁ ଗୋଟେ ହତଭାଗ୍ୟ, ଗୋଟେ ନାରୀ ପ୍ରତି ଆକର୍ଷିତ ହୋଇ ଦୀର୍ଘ 56 ବର୍ଷ କାଳ ମୁଁ ପାପ ଆଚରଣ କରିଛି, ମୋ ପାପର କେମିତି ପ୍ରାୟଶ୍ଚିତ ହେବ, ମୋତେ ସେ କଥା କୁହନ୍ତୁ। ଏହାର ଉତ୍ତରରେ ଚୌବନ ମୁନି କହିଲେ, ଚୈତ୍ର ମାସର କୃଷ୍ଣପକ୍ଷ ପାପମୋଚନୀ ଏକାଦଶୀର ବ୍ରତ ପ୍ରଭାବରେ ତୁମର ପାପ ଦୂରୀଭୂତ ହେବ। ଲୋମସ ମୁନି କହିଲେ, ପିତୃବାକ୍ୟ ଶ୍ରବଣ କରି ମେଧାବୀ ସେହି ବ୍ରତ ଭକ୍ତିର ସହିତ ପାଳନ କରିବାରୁ ତାଙ୍କର ସମସ୍ତ ପାପ ଦୂରୀଭୂତ ହେଲା ଏବଂ ପୁନର୍ବାର ସେ ତପସ୍ୟାର ଫଳ ଲାଭ କଲେ। ତ ଏଠି ତାଙ୍କ ପିତା ଚୌବନ ମୁନି ପୁତ୍ର ମେଧାବୀଙ୍କୁ କହିଲେ ତୁମେ ଏଇ ଚୈତ୍ର ମାସର କୃଷ୍ଣପକ୍ଷ ଏକାଦଶୀକୁ ପାଳନ କର। ଯେଉଁଟା ମେଧାବୀ କହିଥିଲେ ମଞ୍ଜୁଯୋଷାକୁ, ସେଇ ବ୍ରତ କଥା କହିଲେ ତାଙ୍କର ପିତା ଚୌବନ ମୁନି ଏଇ ତାଙ୍କର ପୁତ୍ର ମେଧାବୀଙ୍କୁ। ତ ବର୍ତ୍ତମାନ ଇଏ ବି ପାଳନ କଲେ ସେଇ ବ୍ରତ ଏବଂ ସିଏ ମଧ୍ୟ ପାଳନ କଲେ ସେଇ ବ୍ରତ। ତାଙ୍କର ପାପ ବି ନଷ୍ଟ ହୋଇକି ସେ ପିଶାଚିନୀରୁ ଉଦ୍ଧାର ହେଲେ ଏବଂ ୟାଙ୍କର ପାପ ନଷ୍ଟ ହୋଇ ଇଏ ପୂର୍ବ ପରି ତାଙ୍କର ତପସ୍ୟା ଜୀବନକୁ ସେ ଆରମ୍ଭ କଲେ। ପୁନର୍ବାର ତପସ୍ୟା ଫଳ ଲାଭ କଲେ। ମଞ୍ଜୁଯୋଷା ମଧ୍ୟ ସେହି ବ୍ରତ ଆଚରଣ ଫଳରେ ପିଶାଚିତ୍ତ ନାଶ ହେବାରୁ ଦିବ୍ୟ ରୂପ ଧାରଣ କରି ସ୍ୱର୍ଗକୁ ଗମନ କଲା। ସେହି ହେ ମହାରାଜ, ଯେଉଁମାନେ ପାପମୋଚନୀ ଏକାଦଶୀ ପାଳନ କରନ୍ତି ସେମାନେ ଯେକୌଣସି ପାପ ଉପସ୍ଥିତ ହେଉନା କାହିଁକି ବା ପୂର୍ବଜନ୍ମର ସଞ୍ଚିତ ସମସ୍ତ ପାପ ମଧ୍ୟ କ୍ଷୟପ୍ରାପ୍ତ ହୁଏ। ଏହି ବ୍ରତ କଥା ପଠନ ଓ ଶ୍ରବଣ ଦ୍ୱାରା ମଧ୍ୟ ସହସ୍ର ଗୋଦାନର ଫଳ ମିଳିଥାଏ। ବ୍ରହ୍ମହତ୍ୟାକାରୀ, ଅଶୀରତି ପରିମାଣର ସୁବର୍ଣ୍ଣ ହରଣକାରୀ, ମଦ୍ୟପାନ କରି ବିମାତା ଗମନକାରୀ ପ୍ରଭୃତି ପାପମାନେ ମଧ୍ୟ ଏହି ବ୍ରତ ପାଳନର ପ୍ରଭାବରେ ସେହି ପାପ ରାଶିରୁ ମୁକ୍ତ ହୋଇଥାନ୍ତି। ତ ଦେଖନ୍ତୁ, ଯଦି ଜଣେ ଏ ଏକାଦଶୀ ବ୍ରତକୁ ଗମ୍ଭୀରତାପୂର୍ବକ ପାଳନ କରେ, ଏ ପାପମୋଚନୀ ଏକାଦଶୀ, ତାହେଲେ ତା ଜୀବନରେ ସେ ପୂର୍ବରୁ ଆଚରଣ କରିଥିବା ସମସ୍ତ ପ୍ରକାର ପାପ ନଷ୍ଟ ହୁଏ ଏବଂ ତା ସହିତ କ'ଣ ହୁଏ ନା ଅନେକ ଗୁଡ଼ିଏ ପୁଣ୍ୟ ଫଳ ବା ବ୍ରତ ଫଳ ମଧ୍ୟ ତାଙ୍କୁ ମିଳେ। ଯେମିତି ଗୋଦାନର ଫଳ, ସହସ୍ର ଗୋଦାନର ଫଳ ମଧ୍ୟ ତାଙ୍କୁ ମିଳିଥାଏ। ତେଣୁ ଏ ସୁନ୍ଦର ପାପମୋଚନୀ ଏକାଦଶୀ ବ୍ରତକୁ ସମସ୍ତେ ପାଳନ କରିବା ବହୁତ ଆବଶ୍ୟକ, ଯାହାଫଳରେ ଆମ ପୂର୍ବ ଜନ୍ମରେ ବା ଇହ ଜନ୍ମରେ କରିଥିବା ପାପରୁ ଆମେ ଉଦ୍ଧାର ପାଇ ଏକାଦଶୀକୁ ପାଳନ କରେ ଭଗବାନଙ୍କ ଚରଣରେ ଆମର ମତି ସ୍ଥିର ରହିବ। କାରଣ ମନ ପବିତ୍ର ହେଲେ ଜୀବନ ପବିତ୍ର ହୁଏ। ଏକାଦଶୀ ହେଉଛି ଭକ୍ତି ଜନନୀ, ଭକ୍ତି ଜନନୀ ମାଧବ ତିଥି ଯତନେ ପାଳନ କରି କୃଷ୍ଣ ବସତି
ବସତି ବୋଲି ପରମ ଆଦର୍ୟ ପରି। କୃଷ୍ଣ ବସତି, ଭଗବାନ କୃଷ୍ଣଙ୍କ ପ୍ରତି ମୋର ରତିମତି ସ୍ଥିର ରହୁ, ଏହି ବିଚାର କରି, ଏହି ଭାବନା କରି, ଏହି ଆକାଂକ୍ଷା ରଖି ଏକାଦଶୀ ବ୍ରତକୁ ଯଦି ଆମେ ପାଳନ କରିବା, ତାହେଲେ ଆମ ହୃଦୟରେ ଥିବା ସମସ୍ତ ପାପ ତାପ ନଷ୍ଟ ହେବ। ଗୌର ପ୍ରେମାନନ୍ଦ।